ସମସ୍ତେ ବିଶ୍ୱବାସୀ ଜାଣିଛନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ। ଭାରତ ତା ଆଡୁ କେବେ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରେ ନାହିଁ କିମ୍ବା କୌଣସି ଆବଶ୍ୟକ ନଥିଲେ କୌଣସି ଦେଶର କଥାରେ ମୁଣ୍ଡ ପୁରାଏନି। କିନ୍ତୁ ପାକିସ୍ତାନ ଯୋଉଟାକୁ ଆତଙ୍କବାଦୀର ଚରାଭୂମି କହୁଛନ୍ତି ବା ପେଣ୍ଠସ୍ଥଳ କହୁଛନ୍ତି, ଆମେ ସାରା ବିଶ୍ୱ ବି କହୁଛି ପାକିସ୍ତାନ ବାରମ୍ବାର 1947 ମସିହା ଦେଶ ଆମର ବିଭାଜନ ପରେ ଯେତେ ଥର ଆଟାକ୍ କରାହେଇଛି ପ୍ରଥମେ ପାକିସ୍ତାନ ଆଡୁ ହେଇଛି। ପ୍ରଥମ ପାକିସ୍ତାନ ଯୋଉଟା ଓଡ଼ିଆରେ ଆମେ କହନ୍ତି ଖୁରେ ହେଇକି ଲାଗିବା, ଯାହା ପ୍ରତିବଦଳରେ 71 ମସିହାର ସବୁଠୁ ବଡ଼ ଇନ୍ଦିରା ଗାନ୍ଧୀଙ୍କ ସମୟରେ ବଡ଼ ପଦକ୍ଷେପ ନିଆଯାଇଥିଲା। ପାଖାପାଖି 90,000 ସୈନିକଙ୍କୁ ବନ୍ଦୀ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ 2000 ଯୋଉ ବାଜପେୟୀଙ୍କ ସମୟରେ ମଧ୍ୟ କାର୍ଗିଲ ଯୁଦ୍ଧ ହୋଇଥିଲା। ତା ପୂର୍ବବର୍ତ୍ତୀ ନେହେରୁଙ୍କ ସମୟରେ ମଧ୍ୟ ହୋଇଥିଲା। କିନ୍ତୁ ଏ ଯୁଦ୍ଧର ଆବଶ୍ୟକତାଟା ବେଶୀ ଇମ୍ପୋର୍ଟାଣ୍ଟ ବର୍ତ୍ତମାନ ପରିସ୍ଥିତିରେ। କାହିଁକି ନା ବାରମ୍ବାର 26/11 ପରେ ବାରମ୍ବାର ବୋଧେ ଯୋଉ ପାଖାପାଖି 15-16 ଥର ଆଟାକ୍ ହେଇଗଲାଣି, ମାନେ ବଡ଼ ଧରଣର ଆଟାକ୍। ଆପଣ ଲାଗୁନି ପାକିସ୍ତାନ ସମାଧାନ ବାଟ ଖୋଜିବାର ଯୋଉ ସମୟଟା ଥିଲା ସେ ସମୟ ଆଉ ନାହିଁ। କାହିଁକିନା ପାକିସ୍ତାନର ଯୋଉ ବର୍ବରତା ସବୁ ସୀମା ପାର କରିସାରିଛି। ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନକୁ କେବଳ ରକ୍ତର ଜବାବ, ରକ୍ତରେ ହିଁ ସମାଧାନ କରାଯାଇପାରିବ। ଯୁଦ୍ଧ ଭାରତ ଆଉ ପାକିସ୍ତାନ ଭିତରେ ଯୁଦ୍ଧ ଗତକାଲି ତକ ଫୁଲ ଫେଜର ଯୋଉ ଯୁଦ୍ଧ ଘୋଷଣା ହେଇସାରିଛି ଭାରତ ପକ୍ଷରୁ। ଯୁଦ୍ଧ ତ ନିଶ୍ଚିନ୍ତ ଭୟାବହ ସୃଷ୍ଟି କରିବ। ପାକିସ୍ତାନ ବେଶୀ ଆଫେକ୍ଟେଡ ହେଲେ ଇଣ୍ଡିଆ ବି ଅଳ୍ପ ବହୁତ ଆଫେକ୍ଟେଡ ହବ। ଶାନ୍ତି ତ ସବୁଠାରୁ ବଡ଼ ଜିନିଷ। ଯୁଦ୍ଧ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ସେଇଭଳି ପଡ଼ିଥିଲା ବୋଲି ବାଧ୍ୟ ଭାରତ ଯୁଦ୍ଧର ବାଟ ଆପଣେଇଛି। ଭାରତ ପ୍ରଥମେ କେବେ ଯୁଦ୍ଧ ଆଡ଼କୁ ଯାଇନି, ମାନେ ଭବିଷ୍ୟତରେ ଯିବ ନାହିଁ କି ଅତୀତରେ ଯାଇନଥିଲା। କିନ୍ତୁ ଯଦି ସାଧାରଣ ପର୍ଯ୍ୟଟକ ମାନଙ୍କୁ ଆତଙ୍କବାଦ ଦ୍ୱାରା ହତ୍ୟାର ଶିକାର ହେବାକୁ ପଡୁଛି, ତାହେଲେ ରକ୍ତର ଜବାବ ବା ସିନ୍ଦୁର ଯୋଉ ସିଏ ଆମ ଭାରତୀୟ ନାରୀ ମାନଙ୍କ ସିନ୍ଦୁର ପୋଛିଥିଲେ, ସେଇ ମାନେ ବଡ଼ ବିଗ୍ ପଏଣ୍ଟ ହଉଛି ଭାରତର ଏଲଓସି ଆମ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ। ଆଉ ଏବଂ ବେଲୁଚିସ୍ତାନ ଏଇଠି ମଧ୍ୟ ଗୋଟେ ମାନେ ବଡ଼ ସୁଯୋଗ ଆସିଛି। ଆମ ଭାରତ ସରକାର ଆମ ଇଣ୍ଡିଆନ୍ ଆର୍ମି ସମସ୍ତେ ଚେଷ୍ଟା କରନ୍ତୁ ବେଲୁଚିସ୍ତାନକୁ ଗୋଟେ ସ୍ୱତନ୍ତ୍ର ଦେଶ କରନ୍ତୁ, ସ୍ୱାଧୀନ ଦେଶ କରନ୍ତୁ, ଯାହାକି ପୁରା ଯୋଉ ପାକିସ୍ତାନର ଯୋଉ ମେରୁଦଣ୍ଡଟା ଭାଙ୍ଗିଯିବ। ସବୁ ସାଧାରଣ ଲୋକଙ୍କୁ ଯୁଦ୍ଧ ସଚେତନତା ଏବଂ ଯୁଦ୍ଧ ଯଦି କୌଣସି ମୁହୂର୍ତ୍ତରେ କୋଉଠି କିଛି ଆଟାକ୍ ହୁଏ, ହଁ ସମ୍ପୂର୍ଣ୍ଣ ସଚେତନତା ପାଇଁ ସେ ଯୋଉ ମକଡ୍ରିଲଟା ହେଇଥିଲା। ସେଥିପାଇଁ ସମସ୍ତେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ ସଚେତନ ଲୋକମାନେ ଅନ୍ୟମାନଙ୍କୁ ବି ସଚେତନ କରିବା ପାଇଁ ଆମେ ଆମ ଆଡୁ ସମସ୍ତେ ଚେଷ୍ଟା କରିବା। ଆମେ ସମସ୍ତେ ଭାରତବାସୀ ବର୍ତ୍ତମାନ ଏକ ଦଳଗତ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ସମସ୍ତେ ଆମେ ଭାରତୀୟ ସୈନିକ ମାନଙ୍କ ପଛରେ ଅଛନ୍ତି। ଭାରତ ସୈନିକଙ୍କ ଜୟ ହବ, ନିଶ୍ଚିନ୍ତ ଜୟ ହବ, ଧର୍ମର ଜୟ ହବ। ଭାରତ ଆଟାକ୍ ଯୋଉ ଧରଣର ହଉଛି, ପାକିସ୍ତାନ ଯଦି ଏଇଭଳିଆ ବୋଧେ ଯଦି 2-4 ଦିନ ଚାଲେ, ତାହେଲେ ପାକିସ୍ତାନର ସମୂଳେ ତା ଯୋଉ ବିଶେଷ କରିକି ଇକୋନୋମିକାଲି ଯୋଉ ଯେତିକି ଷ୍ଟାଣ୍ଡ ଥିଲା ପୁରା ଧ୍ୱଂସ ହେଇଯିବ। ପାକିସ୍ତାନ ସେମିତି ଅବସ୍ଥା ନାହିଁ, ଖାଲି ଯୋଉ ଫଣ୍ଡଟା ଅଛି ପାକିସ୍ତାନ ପାଖରେ, ଆଉ କିଛି ନାହିଁ, କେବଳ ଫଣ୍ଡ ଅଛି। ଆଉ ଭାରତର ବିଜୟ ସୁନିଶ୍ଚିତ। ଭାରତ ଶାନ୍ତିପ୍ରିୟ ଦେଶ ହେଲେ ମଧ୍ୟ ଯେତେବେଳେ ଭାରତବାସୀ ସାଧାରଣ ଭାରତବାସୀଙ୍କ ଉପରେ ଆକ୍ରମଣ ହବ ବା ସୈନିକଙ୍କ ଉପରେ ଆକ୍ରମଣ ହବ, ଯେହେତୁ ଭାରତ ଶାନ୍ତିପ୍ରିୟ ଦେଶ, ମାନେ କେବଳ ଶାନ୍ତିରେ ବସିବ, ମାନେ ଭାରତ ମାତାର ସନ୍ତାନ ମାନେ ଚାଲି ଯାଉଥିବେ ଆତଙ୍କବାଦୀଙ୍କ ଆକ୍ରମଣରେ, ଶାନ୍ତିରେ କେହି ବି ବସି ପାରିବାନି। ସେଥିପାଇଁ ଭାରତ ଯୋଉ ପଦକ୍ଷେପ ନେଇଛି ଏଇଟା ସବୁଠାରୁ ଭଲ ଏବଂ ଦୃଢ ପଦକ୍ଷେପ ନେଇଛି। ଆଉ ଏ ପଦକ୍ଷେପ ଦ୍ୱାରା ପାକିସ୍ତାନ ଗୋଟେ ସବକ ପାଉ, ଆଉ ଆତଙ୍କୀର ଯୋଉ ପେଣ୍ଠସ୍ଥଳ ଅଛି, ଯୋଉ ଆତଙ୍କବାଦର ଯୋଉ ଜନ୍ମ ଦାତ୍ରୀ ପାକିସ୍ତାନ ସମୂଳେ ଧ୍ୱଂସ ହେବା ଦରକାର, ଆତଙ୍କବାଦ ନିପାତ ହେବା ଦରକାର, ତାହେଲେ ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠିତ। ଚାଇନା ତ ସମର୍ଥନ କରିବା ପାଇଁ ଘୋଷଣା କରିସାରିଛି ପାକିସ୍ତାନ ସହିତ। ଯେହେତୁ ତାର ଆଭ୍ୟନ୍ତର ବେପାର ଗୁଡ଼ାଏ ଅଛି, ବାଣିଜ୍ୟିକ ବ୍ୟବସ୍ଥା ମଧ୍ୟ ତାର ଚାଲିଛି ଚାଇନାର ପାକିସ୍ତାନ ଭିତରେ, ସେଥିପାଇଁ ଚାଇନା ସମର୍ଥନ କରୁଛି। କିନ୍ତୁ ଚାଇନା ସମର୍ଥନ କଲେ ବି ଆମ ପାଖରେ ସବୁ ବଡ଼ ବଡ଼ ଶକ୍ତି ମାନେ ଆମକୁ ସହଯୋଗ କରୁଛନ୍ତି। ଆମ ବିଜୟ ନିଶ୍ଚିତ ହବ, କାହିଁକିନା ଆମେ ଧର୍ମରେ ଅଛନ୍ତି। ଆଉ ଆମେ ଆମ ଆଡୁ ପ୍ରଥମେ ଯୁଦ୍ଧ ଘୋଷଣା କରିନୁ, ସେ ତାଙ୍କ ଆଡୁ ଆମ ପର୍ଯ୍ୟଟକଙ୍କୁ ମାରିବା କଲା ପରେ ଆମେ ଯୁଦ୍ଧ କରୁ। ଆଉ ସାଧାରଣ ଲୋକ ପାକିସ୍ତାନରେ ବି ଯୁଦ୍ଧ ସପକ୍ଷରେ ନାହାନ୍ତି।
ଅନେକ ଆର୍ମି ଅଫିସର ମଧ୍ୟ ଚାକିରି ରିଜାଇନ୍ ଦେଇକି ଛାଡ଼ିଦେଲେଣି, କାହିଁକିନା ଆମେରିକାର ପରିସ୍ଥିତି ଭଲ ନଥିଲା। ଆଉ ଏ ଯୁଦ୍ଧ ପରେ ଆହୁରି ପରିସ୍ଥିତି ଖରାପ ହେଇସାରିଛି। ଆଉ ପାକିସ୍ତାନ ଜାଣିଛି ଏ ଯୁଦ୍ଧ ପରେ ଅବସ୍ଥା ଆହୁରି ଭୟଙ୍କର ହେବ। ପାକିସ୍ତାନବାସୀ ସାଧାରଣ ପାକିସ୍ତାନ ବ୍ୟାପୀ ବହୁତ ପ୍ରକାର ବିପର୍ଯ୍ୟୟ ସାମ୍ନା କରିବେ। ପାକିସ୍ତାନ ଉଠିପାରିବେ। ଗୋଟେ ବର୍ତ୍ତମାନ ପାଇଁ ଯେମିତି 71 ମସିହାରେ ଗୋଟେ ସୁଯୋଗ ଥିଲା ବାଂଲାଦେଶକୁ ପାକିସ୍ତାନ ଠାରୁ ଭାଗ ଭାଗ କରିଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲୌହମାନବୀ ଇନ୍ଦିରା ଗାନ୍ଧୀ। ବର୍ତ୍ତମାନ ମଧ୍ୟ ସେଇ ଟାଇପ୍ର ଗୋଟେ ପରିସ୍ଥିତି ଆସିଛି ବା ସେଇଭଳିଆ ଗୋଟେ ସମୟ ଆସିଛି। ବେଲୁଚିସ୍ତାନକୁ ସ୍ୱତନ୍ତ୍ର ସ୍ୱାଧୀନ ଦେଶ କରିଦେଲେ ତାହେଲେ ପାକିସ୍ତାନର ଯୋଉ ଅଭଦ୍ରାମୀ ଯୋଉ ବଦମାସୀ 90% କମିଯିବ ବୋଲି ସମସ୍ତଙ୍କର ଦେଶପ୍ରେମ ଅଛି। ଭାରତ ଭିତରେ କିଏ କ'ଣ କହିଛି ଛାଡ଼ନ୍ତୁ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଦେଶ ସମ୍ପୂର୍ଣ୍ଣ ଦେଶ ଦଳଗତ ନିର୍ବିଶେଷରେ ଜାତି ଧର୍ମ ବର୍ଣ୍ଣ ସବୁ ଦଳ ସରକାରଙ୍କ ସାଙ୍ଗରେ ଅଛନ୍ତି, ଇଣ୍ଡିଆନ୍ ଆର୍ମିଙ୍କ ସାଙ୍ଗରେ ଅଛନ୍ତି ଏବଂ ଭାରତର ବିଜୟ କେମିତି ହେବ ସମସ୍ତେ ସେଥିପାଇଁ ପ୍ରାର୍ଥନା କରୁଛନ୍ତି ଭଗବାନ।